ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ। ଆଜି ଆମେ ଜାଣିବା ବଶୀକରଣ ମନ୍ତ୍ର। କୌଣସି ବ୍ୟକ୍ତିଙ୍କ ପାଖରୁ ଆପଣ ଯଦି କାମ ହାସଲ କରିବା ପାଇଁ ଚାହୁଁଛନ୍ତି କିମ୍ବା ତାକୁ ଆପଣ ହାତ ମୁଠାରେ ରଖିବା ପାଇଁ ଚାହୁଁଛନ୍ତି ଆପଣଙ୍କର, ତାହେଲେ ଆପଣଙ୍କ ପାଇଁ ଏହି ଉପାୟଟି ରହୁଛି। ଦେଖନ୍ତୁ, ମୁଁ ଆପଣଙ୍କୁ କହୁଛି, କୌଣସି ବ୍ୟକ୍ତିକୁ ଆପଣ ବସିକରି କିଛି କାମ ହାସଲ କରିବାକୁ ଚାହୁଁଥିଲେ, ଏପରି କୌଣସି କାମକୁ ଉପଭୋଗ କରିବାକୁ ଇଚ୍ଛା କରୁଥିଲେ, ନିର୍ଭୟରେ ତା ପାଖକୁ ଯାଆନ୍ତୁ। ଉକ୍ତ ଆସାମୀର ଡାହାଣ ପାଖରେ ଠିଆ ହେବା। ଠିକ୍ ଅଛି, ଆପଣ ଯାଇକି ତାଙ୍କ ଡାହାଣ ପାଖରେ ଠିଆ ହେବେ, ତାକୁ ବାମ ପାଖରେ ରଖିବେ। ମନ୍ତ୍ରଟି ଆପଣ ଓମ୍ ତ୍ରିମ୍ ତ୍ରିମ୍ ତ୍ରୌମ୍ ମନ୍ତ୍ର ବୀଜକୁ ମନେ ମନେ ଜପ କରିବେ। ଠିକ୍ ଅଛି, ସେଠି ଆପଣ ଯାଇକି ତାଙ୍କ ପାଖରେ ଚୁପ୍ କରି ଠିଆ ହେଇଯିବେ ଏବଂ ମନେ ମନେ ଏହି ମନ୍ତ୍ରଟିକୁ ଆପଣ ଜପ କରିବେ। ଏହାର ସୂକ୍ଷ୍ମ ପ୍ରଭାବ ଏତେ ଗରିଷ୍ଠ ଯେ ଶ୍ୱାସର ତାଳେ ତାଳେ ଉକ୍ତ ଲୋକ ପ୍ରଭାବିତ ହୋଇ ତୁମ ସାହାଯ୍ୟ କରିବେ। ସେ ଉତ୍ସହିତ ତୁମ ସହ କଥାରେ ସ୍ୱୀକୃତି ପ୍ରଦାନ କରିବେ ଏବଂ ତୁମର ଇଚ୍ଛା ମଧ୍ୟ ପୂରଣ କରିବେ। ଏହା ହିଁ ଥିଲା ଆଜି ଛୋଟିଆ ବଶୀକରଣ ମନ୍ତ୍ରଟିଏ ବା ଉପାୟଟିଏ। ଯଦି ଆପଣଙ୍କୁ ଭଲ ଲାଗିଥାଏ, ଭିଡ଼ିଓକୁ ଗୋଟେ ଲାଇକ୍ କରିଦେବେ ଏବଂ ଚ୍ୟାନେଲଟିକୁ ନୂଆ ଆସିଥିଲେ ସବସ୍କ୍ରାଇବ୍ କରିଦେବେ ଏବଂ ବେଲ୍ ଆଇକନ୍ଟିକୁ ଜମାରୁ ବି ପ୍ରେସ୍ କରିବା ପାଇଁ ଭୁଲନ୍ତୁ ନାହିଁ, ଯାହାଫଳରେ କି ଏମିତିକା ଭିଡ଼ିଓ ଗୁଡ଼ିକ ମୁଁ ଅପଲୋଡ଼ କଲେ ଆପଣ ସର୍ବପ୍ରଥମେ ମଧ୍ୟ ପାଇପାରିବେ। ରହିଲି, ଜୟ ଜଗନ୍ନାଥ।